ଅନେକ ଦିନ ଆଗର କଥା। ନନ୍ଦୀ ନାମରେ ବଡ଼ ପର୍ବତମାଳା ପାଖରେ ଗୋଟିଏ ଜଙ୍ଗଲରେ ଗୋଟିଏ ଶିଆଳ ପଣ୍ଡିତ ରହୁଥିଲା। ସେ ସବୁଦିନ ଜଙ୍ଗଲର ସବୁ ପ୍ରାଣୀମାନଙ୍କୁ ପାଠ ପଢ଼ାଇବା କାମ କରିଥାଏ। ସେଇ ଜଙ୍ଗଲ ପାଖରେ ଥିବା ଗୋଟିଏ ଗଛ ଉପରେ ଟୁନି ନାମରେ ଗୋଟିଏ ଚଢ଼େଇ ସେ ତାର ଦୁଇଟି ଛୁଆଙ୍କୁ ନେଇ ରହୁଥିଲା। ହେଲେ ଟୁନି ଚଢ଼େଇ କିଛି ବି ପାଠ ପଢ଼ାପଢ଼ି କରିନଥିଲା, ପୁରା ମୂର୍ଖ ଥିଲା। ସେଥିପାଇଁ ସେ ତାର ଦୁଇ ପିଲାଙ୍କୁ ପାଠ ପଢ଼େଇବ ବୋଲି ସ୍ଥିର କଲା। ଶୁଣ ପିଲାମାନେ, ମୁଁ ତ ହେଲି ମୂର୍ଖ, ପାଠ କିଛି ବି ପଢ଼ିନି। ଆଉ ଏବେ ମୁଁ ବୁଝୁଛି ଯେ ପାଠର ମୂଲ୍ୟ କେତେ। ସେଥିପାଇଁ ମୁଁ ଠିକ୍ କରିଛି ତୁମମାନଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବି। ମୁଁ କାଲିଠୁ ତୁମମାନଙ୍କୁ ଶିଆଳ ପଣ୍ଡିତଙ୍କ ପାଖକୁ ନେଇଯିବି। ତୁମେ ସେଠାରେ ପାଠ ପଢ଼ି ଶିକ୍ଷିତ ହେବ। ଠିକ୍ ଅଛି ମା, ଆମେ ପଢ଼ା ଲେଖା କରି ଶିକ୍ଷିତ ହେବୁ। ତା ପରଦିନ ସକାଳେ ଟୁନି ଚଢ଼େଇ ସେ ତାର ଛୁଆ ଦୁଇ ଜଣଙ୍କୁ ନେଇ ଚାଲିଲା ଶିଆଳ ପଣ୍ଡିତଙ୍କ ପାଖକୁ। ସେଠି ଟୁନି ଚଢ଼େଇ ଯାଇ ଦେଖିଲା ଶିଆଳ ପଣ୍ଡିତ କେତେ ପିଲାମାନଙ୍କୁ ପଢ଼ାଉଛନ୍ତି। ଆରେ ପିଲାମାନେ, ଯାହା ସବୁ ଏବେ ମୁଁ ବ୍ଲାକବୋର୍ଡରେ ଲେଖିଲି ତାକୁ ସମସ୍ତେ ପଢ଼। ଅ ଆ ହର୍ଷଇ ଦୀର୍ଘଇ ହର୍ଷଉ। ଆରେ ଟୁନି ଚଢ଼େଇ, ସେଠି କ'ଣ କରୁଛ? ପୁଣି ସାଙ୍ଗରେ ଦୁଇଟି ପିଲାଙ୍କୁ ଧରି ଆସିଛ? ହଁ ଶିଆଳ ପଣ୍ଡିତ, ମୁଁ ଚାହେଁ ମୋର ପିଲା ଦି ଜଣଙ୍କୁ ବି ଟିକେ ପାଠ ପଢ଼ାନ୍ତୁ ବୋଲି। ଆଚ୍ଛା ଆଚ୍ଛା, ଏଇଟା ତ ଭଲ କଥା। ଏଥିରେ କିଛି ଅସୁବିଧା ନାହିଁ। ତୁମେ ସେ ଦି ଜଣଙ୍କୁ ଛାଡ଼ି ଦେଇ ଯାଅ, ଆଉ ଟିକେ ପରେ ଆସି ନେଇଯିବ ପାଠ ପଢ଼ା ସରିଗଲେ। ଆଚ୍ଛା ଠିକ୍ ଅଛି ଶିଆଳ ପଣ୍ଡିତ, ମୁଁ ଆଉ ଟିକେ ପରେ ଆସିବି। ମୁଁ ତାହେଲେ ଏବେ ଆସୁଛି। ଏଇ କଥା କହି ଟୁନି ଚଢ଼େଇଟି ସେଠାରୁ ଚାଲିଗଲା। କିଛି ସମୟ ପରେ ଟୁନି ଚଢ଼େଇ ତାର ପିଲାମାନଙ୍କୁ ନେବା ପାଇଁ ସେଠାରେ ଆସି ପହଞ୍ଚିଗଲା। ଶିଆଳ ପଣ୍ଡିତ, ମୁଁ ଏବେ ପିଲାମାନଙ୍କୁ ନେଇପାରିବି ତ? ହଁ ହଁ, ଆମର ପାଠ ପଢ଼ା ସରିଗଲାଣି। ତୁମେ ଏବେ ନେଇଯାଇପାର। ଆଉ କାଲି ସକାଳେ ପୁଣି ନେଇ ଆସିବ। ଏହା ପରେ ଟୁନି ଚଢ଼େଇ ତାର ଛୁଆମାନଙ୍କୁ ନେଇ ସେଠାରୁ ଚାଲିଗଲା। ପିଲାମାନେ, ତୁମମାନଙ୍କର ଭଲ ଭାବରେ ପାଠ ପଢ଼ାପଢ଼ି ଚାଲିଛି ତ? ହଁ ମା, ଆମେ ପଢ଼ିପାରୁଛୁ। ଆଜି ଆମେ ଅ ଆ ପଢ଼ିଛୁ ମା। ହଉ, ତୁମେମାନେ ଏବେ ଘରେ ଥାଅ। ମୁଁ ତୁମ ପାଇଁ କିଛି ଖାଇବା ଯୋଗାଡ଼ କରି ନେଇ ଆସୁଛି। ଏହା କହି ଟୁନି ଚଢ଼େଇଟି ତାର ପିଲାମାନଙ୍କ ପାଇଁ ଖାଇବା ଯୋଗାଡ଼ କରିବା ପାଇଁ ବାହାରିଗଲା। କିଛି ସମୟ ପରେ ଟୁନି ଚଢ଼େଇ ଖାଇବା ନେଇ ତାର ବସାକୁ ଫେରିଆସିଲା। ଟୁନି ଚଢ଼େଇଟି ସେ ତାର ପିଲାମାନଙ୍କୁ ନେଇ ଶିଆଳ ପଣ୍ଡିତଙ୍କ ପାଖକୁ ଗଲା। ଯାଉଥିବା ସମୟରେ ବାଟରେ ଟୁନି ଚଢ଼େଇ ତାର ପିଲାମାନଙ୍କୁ କହିଲା, ପିଲାମାନେ, ଆଜି ତୁମମାନଙ୍କୁ ନେବାକୁ ଆସିବା ପାଇଁ ଟିକେ ଡେରି ହେବ। ତୁମମାନଙ୍କର ପାଠ ପଢ଼ା ସରିଗଲେ ତୁମେମାନେ ସେଇଠାରେ ଅପେକ୍ଷା କରି ରହିଥିବ। ନାଇଁ ମା, ଆମେ ଘର ଦେଖିଛୁ। ଏକୁଟିଆ ଆମେ ଘରକୁ ଯାଇପାରିବୁ। ନାଇଁ ରେ ପିଲାମାନେ, ଏକୁଟିଆ ଜମା ବି ହେଲେ ଯିବ ନାହିଁ। ଜଙ୍ଗଲରେ ବହୁତ ହିଂସ୍ର ଜନ୍ତୁ ଅଛନ୍ତି। ଆଚ୍ଛା ମା, ଠିକ୍ ଅଛି। ଶିଆଳ ପଣ୍ଡିତେ, ମୁଁ ପିଲାମାନଙ୍କୁ ଛାଡ଼ି ଦେଇ ଯାଉଛି। ତାଙ୍କୁ ଟିକେ ଭଲ ଭାବରେ ପାଠ ପଢ଼ାପଢ଼ି କରେଇ ଦେବେ। ଠିକ୍ ଅଛି, ତୁମେ ଏବେ ଯାଅ, ପଢ଼ା ସରିଲେ ଆସିବ। ଠିକ୍ ଅଛି, ମୁଁ ତାହେଲେ ଏବେ ଆସୁଛି। ଏହା ପରେ ଟୁନି ଚଢ଼େଇ ସେଠାରୁ ଚାଲିଗଲା। ବାସ୍ କିଛି ସମୟ ଯିବା ପରେ ପାଠ ପଢ଼ା ବି ସରିଗଲା। ତାପରେ ସମସ୍ତେ ଯେ ଯାହାର ଘରକୁ ଫେରିଗଲେ। ଆରେ ପିଲାମାନେ, ତୁମର ମା କ'ଣ ଏ ପର୍ଯ୍ୟନ୍ତ ଆସିନାହାନ୍ତି? ହଉ ଠିକ୍ ଅଛି, ତୁମେମାନେ ଏଇଠାରେ ବସିଥାଅ। ତୁମ ମା ଆସିଲେ ତୁମେ ଘରକୁ ଯିବ, ବୁଝିଲ? ତାପରେ ଶିଆଳ ପଣ୍ଡିତ ତାର ଘରକୁ ଫେରିଗଲା। ଆଉ ପିଲା ଦୁଇଟି ତାଙ୍କ ମାଆକୁ ଅପେକ୍ଷା କରି ରହିଲେ। ଆଉ ସେମାନଙ୍କ ଭିତରେ ସେମାନେ କଥା ହେଲେ, ଆରେ ଭାଇ, ମା ତ ଏ ପର୍ଯ୍ୟନ୍ତ ଆସିଲେନି। ବହୁତ ସମୟ ହୋଇଗଲାଣି। ଚାଲ, ଆମେ ଦୁଇ ଜଣ ଏ ବଣରେ ଟିକେ ବୁଲି ଦେଇ ଆସିବା। ନା ନା ଛୋଟୁ, ଜମା ଯିବାନି। ମା ରାଗିବେ। ତୁ କ'ଣ ଜାଣିନୁ? ମା କ'ଣ କହିଥିଲେ? ଏଇଠି ହିଁ ରହିବା ବୋଲି।
ନହେଲେ ସିଆଡ଼େ ଯଦି ଯିବା ଆମକୁ କିଏ ନେଇଯିବ। ଆରେ ଭାଇ, ମା ତ ଜାଣିପାରିବେନି। ଏଇ ତ ଯିବା, ପୁଣି ଫେରି ଆସିବା। ବଣ ଭିତରକୁ ଯିବା ତ ଯଦି କିଛି ହିଂସ୍ରଜନ୍ତୁ ହାମଲା ବି କରିବେ ତାହେଲେ କ'ଣ କରିବା? ନା ନା ନା, ମୁଁ ଯିବିନି। ତୁ ଯଦି ଯିବା କଥା ଯା ତାହେଲେ। ହଉ ଠିକ୍ ଅଛି, ତୁ ନ ଯା, ମୁଁ ଯିବି, ଟିକେ ବୁଲି ଦେଇ ଫେରି ଆସିବି। ମାଆକୁ କିଛି କହିବୁନି, ତୁ ଥା ଏଇଠି, ବୁଝିଲୁ? ଏହା କହି ସାନ ଚଢ଼େଇ ଛୁଆଟି ଚାଲିଲା ବଣ ଭିତରକୁ। ଟିକେ ଭିତରକୁ ଯିବା ପରେ ତାକୁ ସେ ବଣ ଭିତରଟା ବହୁତ ଭଲ ଲାଗିଲା। ଓଃ, କି ସୁନ୍ଦର ହେଇଛି ବଣଟା। ଯାଉଛି, ଆଉ ଟିକେ ଭିତରକୁ ଯିବି। ଆଉ ଭିତରେ ବୋଧେ ଆହୁରି ଭଲ ଥିବ। ସେ ଭିତରକୁ ଯିବା ପାଇଁ ବାହାରିଛି ତ ତା ସାମ୍ନାକୁ ଗୋଟିଏ କାଉ ଆସି ପହଞ୍ଚିଗଲା। ହା 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 ହା, ଆରେ ଟୁନିର ଛୁଆ, କୁଆଡ଼େ ଯାଉଛୁ ତୁ? ଏଇ କଥା ଶୁଣି ଟୁନିର ଛୁଆଟି ଭୀଷଣ ଡରିଗଲା। ଯାହା ହେଉ, ବହୁତ ଦିନ ପରେ ଆଜି ଗୋଟେ ଭଲ ଖାଇବା ପାଇଛି। ଆଜି ପୁରା ମଜା କରିକି ଖାଇବି। ନା ନା, ମତେ ଖାଅନି। ମୋ ମା ମତେ ଅପେକ୍ଷା କରିଛି। ମୁଁ ମୋ ମା ପାଖକୁ ଚାଲିଯିବି। ମତେ ଛାଡ଼ି ଦିଅ। କାଉଟି ତାର କଥାକୁ ଟିକେ ବି ହେଲେ ନ ଶୁଣି ଟୁନିର ଛୁଆଟିକୁ ମାରିଦେଲା। ଆଉ ସେପଟେ ତାର ଭାଇ ତାକୁ ଅପେକ୍ଷା କରି ରହିଥାଏ। କେତେବେଳେ ସେ ଫେରିବ ବୋଲି ତାକୁ ଅନେଇ ରହିଥାଏ। ତ ସେହି ସମୟରେ ତା ମା ଆସି ସେଠାରେ ପହଞ୍ଚି କହିଲା, କିରେ, ତୋର ସାନ ଭାଇ କୁଆଡ଼େ ଗଲା? ତାକୁ ତ ଦେଖିବାକୁ ପାଉନି। ସେ କୁଆଡ଼େ ଗଲା? ତାପରେ ତାର ଛୁଆଟି ତାର ମାଆକୁ ସବୁ କଥା ଖୋଲିକି କହିଲା। ତାପରେ ଟୁନି ତାର ଅନ୍ୟ ପିଲାଟିକୁ ଖୋଜିବା ପାଇଁ ବାହାରିଗଲା। ଆଉ ସେ କିଛି ବାଟ ବଣ ଭିତରକୁ ଯିବା ପରେ ଦେଖିଲା ତାର ଛୁଆଟି ମରି ପଡ଼ିଛି। ତାର ଛୁଆଟିକୁ କିଏ ମାରି ଖାଇ ଦେଇଛି। ଏହା ଦେଖି ଟୁନି ଚଢ଼େଇ ବଣର ଭିତରୁ ବାହାରି ଯିବା ପାଇଁ ବାହାରିଲା। ଆଉ କିଛି ସମୟ ପରେ ସେ ତାର ପିଲାଟିକୁ ନେଇ ତାର ଘର ଭିତରେ ଯାଇ ପହଞ୍ଚିଗଲା।